ସୁଦଶା ବ୍ରତରେ ରାତିରେ କ'ଣ ଖାଇବେ? ଦେଖନ୍ତୁ ରାତିରେ ଆପଣ କ'ଣ ଖାଇବେ, ଆପଣ ଯଦି ସେତିକି ମେଡ଼ିସିନ୍ ଖାଇବାର ଅଛି କି କ'ଣ ଖାଇବାର ଅଛି, ଆପଣଙ୍କ ଦେହ ଭଲ ରହୁନି, ତାହେଲେ ଆପଣ ସନ୍ଧ୍ୟା ପୂର୍ବରୁ ମାଆଙ୍କର ଯେଉଁ ଭୋଗ ଅଛି, ମାଆଙ୍କର ଯେମିତିକି ମଣ୍ଡା ପିଠାର ଭୋଗ ରହୁଛି, ତ ସେ ଭୋଗ ଆପଣ ଖାଇପାରିବେ। ଯଦି ଆପଣ ସନ୍ଧ୍ୟାବେଳେ ମାନେ ସେଇ ଟାଇମ୍‌ରେ ପୂଜା ଏତେ ଜିନିଷ ଲାଗିକିନା ରହୁଛି, ଆପଣ ଖାଇପାରୁନାହାନ୍ତି, ରାତିରେ ତାହେଲେ ଆପଣ କ'ଣ କରିପାରିବେ, ରାତିରେ ସେଇ ମଣ୍ଡା ପିଠାର ସେଇ 10ଟି ମଣ୍ଡା ଭୋଗ ଲାଗିଥିବ, 10ଟା ଯାହା ମାନେ ମାଆଙ୍କ ପାଖରେ ଭୋଗ ଲାଗି ସାରିଥିବ ଅଲଗା କଥା, ଦିନରେ ଅଳ୍ପ କିଛି ଖାଇ ଆପଣ ରାତିରେ ବି ଅଳ୍ପ କିଛି ମାନେ ରଖିଥିବେ। ସେଇ ରାତିରେ ସେଇ ମାଆଙ୍କର ମଣ୍ଡା ପିଠାର ଭୋଗ ଆପଣ ଖାଇପାରିବେ, ତା ସହିତ ଫଳମୂଳ ଖାଇପାରିବେ। ନହେଲେ ଆପଣ ଜୁସ୍ କରି ମଧ୍ୟ ଫଳର ଜୁସ୍ ହେଲା କରି ମଧ୍ୟ ପିଇପାରିବେ, ନହେଲେ ପଣା ଭୋଗ ଆପଣ ଖାଇପାରିବେ। ନହେଲେ ଏତିକି ଯଦି ଆପଣଙ୍କୁ ମାନେ ହଉନି, ତାହେଲେ ଆପଣ ଶାଗୁ କିଛି ଭିଜେଇ କରି ରଖିଥିବେ ପାଣିରେ, ତାକୁ ରାନ୍ଧିବେ ନାହିଁ। ସେଇ କଞ୍ଚା ଶାଗୁରେ ଆପଣ ନଡ଼ିଆ, କଦଳୀ, କ୍ଷୀର, ଦହି ଏସବୁ ମିଶେଇ ଆପଣ କ'ଣ କରିବେ, ରାତିରେ ମଧ୍ୟ ତାକୁ ଖାଇପାରିବେ।